ବେଦାନ୍ତର ନନ୍ଦଘର ଗ୍ରାମୀଣ ଓଡ଼ିଶାରେ ଶିଶୁମାନଙ୍କର ଅପପୁଷ୍ଟି ସମସ୍ୟା ଦୂର କରିବା ଏବଂ ସେମାନଙ୍କୁ ପ୍ରାଥମିକ ଶିକ୍ଷାର ମୂଳଦୁଆ ଯୋଗାଇବାରେ ଏକ ବଡ଼ ବିପ୍ଳବ ଆଣିଛି ବେଦାନ୍ତ ଆଲୁମିନିୟମର ନନ୍ଦଘର ପ୍ରକଳ୍ପ। ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ 5 ଅନୁସାରେ ଓଡ଼ିଶାରେ 5 ବର୍ଷରୁ କମ୍ ବୟସର ପ୍ରାୟ 65% ଶିଶୁ ରକ୍ତହୀନତା ବା ଆନିମିଆର ଶିକାର। ଏଭଳି ସ୍ଥିତିରେ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ଆଧୁନିକ ରୂପ ଦେଇ ସେଠାରେ ଡିଜିଟାଲ ଶିକ୍ଷା, ପୁଷ୍ଟିକର ଖାଦ୍ୟ ଏବଂ ମହିଳା ସଶକ୍ତିକରଣର ଏକ ନୂଆ ଅଧ୍ୟାୟ ଆରମ୍ଭ କରିଛି ବେଦାନ୍ତ। ବିଶେଷକରି ଓଡ଼ିଶାର ଦୁର୍ଗମ ଜିଲ୍ଲାଗୁଡ଼ିକରେ ଶିଶୁମାନଙ୍କ ଶିକ୍ଷା ଓ ସ୍ୱାସ୍ଥ୍ୟ ପାଇଁ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର ଚିତ୍ରକୁ ବଦଳାଇବା ପାଇଁ ଅନିଲ ଅଗ୍ରୱାଲ ଫାଉଣ୍ଡେସନ, ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଏବଂ ଓଡ଼ିଶା ସରକାରଙ୍କ ମିଳିତ ସହଯୋଗରେ ବେଦାନ୍ତ ଆଲୁମିନିୟମ ଆରମ୍ଭ କରିଛି ଏହି ନନ୍ଦଘର ଅଭିଯାନ। ଝାରସୁଗୁଡ଼ା, ରାୟଗଡ଼ା ଏବଂ କଳାହାଣ୍ଡି ଭଳି ଜିଲ୍ଲାରେ ଶତାଧିକ ଅଙ୍ଗନବାଡ଼ି କେନ୍ଦ୍ରକୁ ଆଧୁନିକ ସ୍ମାର୍ଟ ହବ୍ରେ ପରିଣତ କରାଯାଇଛି। ସୌରଶକ୍ତି ଚାଳିତ ଏହି କେନ୍ଦ୍ରଗୁଡ଼ିକରେ ସ୍ମାର୍ଟ ଟିଭି ଏବଂ ଆକର୍ଷଣୀୟ କାନ୍ଥଚିତ୍ର ମାଧ୍ୟମରେ ପିଲାମାନଙ୍କୁ ଖେଳକୁଦ ସହ ଡିଜିଟାଲ ପ୍ରାଥମିକ ଶିକ୍ଷା ଦିଆଯାଉଛି। ଏଥିସହ ଶୁଦ୍ଧ ପାନୀୟ ଜଳ ଏବଂ ଉନ୍ନତ ଶୌଚାଳୟର ବ୍ୟବସ୍ଥା ଯୋଗୁଁ ଏବେ ଶିଶୁମାନଙ୍କ ଉପସ୍ଥାନ ମଧ୍ୟ ବଢ଼ିବାରେ ଲାଗିଛି। ଏପର୍ଯ୍ୟନ୍ତ 600ରୁ ଅଧିକ ନନ୍ଦଘର ପ୍ରତିଷ୍ଠା କରିସାରିଲାଣି ବେଦାନ୍ତ। ଏହା ମାଧ୍ୟମରେ ଏବେ ସୁଦ୍ଧା 36,000ରୁ ଅଧିକ ଶିଶୁ ଏବଂ 9,000ରୁ ଅଧିକ ମହିଳା ଉପକୃତ ହୋଇଛନ୍ତି। बहुत सुविधा सर सकाଳେ 7टाରୁ କୁଳା ହଉଛେ ତ ପିଲା ଛୁଆ ବାହାରେ ବୁଲାବୁଲି ଆର୍ ନାଇଁ କରବାର୍ ଆସିକିନା ଖେଳୁଛନ୍ ଭଲସେ ରହୁଛନ୍ ଆମକାରେ କିଛି ଅସୁବିଧା ନାହିଁ। ନନ୍ଦଘରେ ଆସିକିନା ଖେଳାକୁଦ ସବୁ କିଛି କରୁଛନ୍ ବହୁତ ଖୁସିନେ ରହୁଛନ୍। ହଁ ସାର୍ ଏମିତି ତ ନଦୀ ନାଳରେ ଖେଳିବା ପାଇଁ ଯାଉଥିଲେ ନନ୍ଦଘରରେ ଆସିକି ରହୁଛନ୍ 4-5 ଘଣ୍ଟା ଖୁସିରେ ଖେଳକୁଦ କରିକିନା ରହୁଛନ୍। ଏବେ କିଛି ଅସୁବିଧା ନାହିଁ। ନନ୍ଦଘରରେ ଆସିକି ବହୁତ ଖୁସିରେ ରହୁଛନ୍, ଖୁସି ବି ଲାଗୁଛେ। ଏବେ ଛୁଆମାନେ ଆସି ଖେଳନା ଅଛେ ଖେଲୁଛନ୍ତି, ଆମେ ଟିକେ ଘର କାମ କରିପାରୁଛୁ। ଏବେ ଥିଲେ କରିନି ହେନ୍ତା ନା କିଛି ନାଇଁ, ଧରି କରି ରାନ୍ଧି ହୁଏ ନାଇଁ କିଛି ନାଇଁ। ଯେ ଆସୁଛନ୍ 4 ଘଣ୍ଟା ରହୁଛନ୍, ଆସି ଖେଲିକରି ଆମେ କାମ ସରେଇ ଦେଇଥାଉଛୁ। ଆରି ନନ୍ଦଘର ହେଇଛି ଭଲ ହେଇଛି, ସବୁ ସୁବିଧା ଅଛି, ସେଥିପାଇଁ ଭଲ ଲାଗୁଛି।